ନିହିମିଆ ଅଧ୍ୟାୟ 1। ହକଲିଅର ପୁତ୍ର ନିହିମିଆଙ୍କର ବାକ୍ୟ। 20ତମ ବର୍ଷର କିସ୍ଲେଭ ମାସରେ ମୁଁ ସୁସନ ରାଜଧାନୀରେ ଥିଲି। ତହିଁରେ ହନାନୀ ନାମରେ ମୋର ଭ୍ରାତୃଗଣ ମଧ୍ୟରୁ 1 ଜଣ ଓ ଜିହୁଦାରୁ କେତେକ ଲୋକ ଆସିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦିତ୍ୱରୁ ରକ୍ଷିତ ଅବଶିଷ୍ଟ ଜିହୁଦୀମାନଙ୍କ ବିଷୟରେ ଓ ଜିରୁସାଲମ ବିଷୟରେ ପଚାରିଲି। ସେତେବେଳେ ସେମାନେ ମୋତେ କହିଲେ, ବନ୍ଦିତ୍ୱରୁ ରକ୍ଷିତ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି। ମଧ୍ୟ ଜିରୁସାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି। ତହୁଁ ମୁଁ ଏହି କଥା ଶୁଣନ୍ତେ ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି। ପୁଣି ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି, ହେ ସଦାପ୍ରଭୁ ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ମୁଁ ତୁମ୍ଭ ବିରୁଦ୍ଧରେ ଆମ୍ଭମାନଙ୍କ କୃତ ଇସ୍ରାଏଲ ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣା ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ। ମୁଁ ଓ ମୋହର ପିତୃବଂଶ ହିଁ ପାପ କରୁଅଛୁ। ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରୁଅଛୁ ଓ ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହା ସବୁ ଆମ୍ଭେମାନେ ପାଳନ କରିନାହୁଁ। ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଆଜ୍ଞା କରି କହିଥିଲ, ତୁମ୍ଭେମାନେ ସତ୍ୟ ଲଙ୍ଘନ କଲେ ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନ ଭିନ୍ନ କରିବା। ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ଫେରିବ ଓ ଆମ୍ଭ ଆଜ୍ଞା ପାଳନ କରି ତଦନୁଯାୟୀ କର୍ମ କରିବ, ତେବେ ତୁମ୍ଭମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତ ସୀମାରେ ଥିଲେ ହେଁ ଆମ୍ଭେ ସେଠାରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା। ବିନୟ କରୁଅଛି, ଆପଣାର ଏହି କଥା ସ୍ମରଣ କର। ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ। ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ। ହେ ପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ। ଆଉ ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର। ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ। ଏ ସମୟରେ ମୁଁ ରାଜାଙ୍କର ପାନପାତ୍ର ବାହକ ଥିଲି। ନିହିମିଆ ଅଧ୍ୟାୟ 2। ଅନନ୍ତର ଅର୍ତ୍ତକ୍ଷସ୍ତ ରାଜାଙ୍କ ଅଧିକାରର 20ତମ ବର୍ଷରେ ନିସନ ମାସରେ ଏପରି ଘଟିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବାବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ ଦୁଃଖିତ ହୋଇନଥିଲି। ଏଥିରେ ରାଜା ମୋତେ ପଚାରିଲେ, ତୁମ୍ଭେ ତ ପୀଡ଼ିତ ହୋଇନାହ, କାହିଁକି ତୁମ୍ଭର ମୁଖ ବିବର୍ଣ୍ଣ ହୋଇଅଛି? ଏହା ମନର ଦୁଃଖ ବିନୁ ଆଉ କିଛି ନୁହେଁ। ତହିଁରେ ମୁଁ ଅତିଶୟ ଭୀତ ହେଲି। ପୁଣି ମୁଁ ରାଜାଙ୍କୁ କହିଲି, ମହାରାଜ ଚିରଜୀବୀ ହେଉନ୍ତୁ। ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବରସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ସେତେବେଳେ କାହିଁକି ମୋହର ମୁଖ ବିବର୍ଣ୍ଣ ନୋହିବ? ଏଥିରେ ରାଜା ମୋତେ କହିଲେ, ତେବେ ତୁମ୍ଭେ କି ବିଷୟରେ ନିବେଦନ କରୁଅଛ? ତହୁଁ ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି। ପୁଣି ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଜିହୁଦା ଦେଶକୁ ମୋହର ପିତୃଲୋକଙ୍କ କବର ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ। ତହିଁରେ ମୁଁ ତାହା ନିର୍ମାଣ କରିବି। ତହୁଁ ରାଜା ମୋତେ କହିଲେ, ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ, ତୁମ୍ଭ ଯାତ୍ରା କେତେ ଦିନ ଲାଗିବ ଓ ତୁମ୍ଭେ କେବେ ଫେରିଆସିବ? ଏହି ରୂପେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହୁଅନ୍ତେ ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲି। ଆହୁରି ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜାଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଜିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ି ଦିଅନ୍ତି, ଏଥିପାଇଁ ସେମାନଙ୍କ ନିକଟକୁ ମୋତେ ପତ୍ର ଦିଆଯାଉ। ଆଉ ମନ୍ଦିର ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର ପ୍ରାଚୀର ଓ ମୋହର ପ୍ରବେଶ ଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜାଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ। ତହିଁରେ ମୋ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା
ତାହା ମୋତେ ଦେଲେ। ଏଉତାରେ ମୁଁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ରାଜାଙ୍କ ପତ୍ର ଦେଲି। ଆହୁରି ରାଜା ମୋ ସଙ୍ଗେ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଥିଲେ। ମାତ୍ର ଇସ୍ରାଏଲ ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରଣୀୟ ସନବଲଟ ଓ ଅମୋନୀୟ ଦାସ ଟୋବିୟ ଅତିଶୟ ଅସନ୍ତୁଷ୍ଟ ହେଲେ। ଏହି ରୂପେ ମୁଁ ଜିରୁସାଲେମରେ ଉପସ୍ଥିତ ହୋଇ ସେଠାରେ 3 ଦିନ ରହିଲି। ତହୁଁ ରାତ୍ରିରେ ମୁଁ ଓ ମୋ ସଙ୍ଗେ କେତେକ ଲୋକ ଉଠିଲୁ। ପୁଣି ମୋର ପରମେଶ୍ୱର ଜିରୁସାଲେମ ନିମନ୍ତେ ଯାହା କରିବାକୁ ମୋର ମନରେ ପ୍ରବୃତ୍ତି ଦେଇଥିଲେ ତାହା ମୁଁ କାହାକୁ ଜଣାଇଲି ନାହିଁ। ଆଉ ମୁଁ ଯେଉଁ ପଶୁ ଉପରେ ଚଢ଼ିଥିଲି ତାହା ଛଡ଼ା ଅନ୍ୟ ପଶୁ ମୋ ସଙ୍ଗରେ ନଥିଲା। ପୁଣି ମୁଁ ରାତ୍ରିରେ ବାହାରି ଉପତ୍ୟକା ଦ୍ୱାର ଦେଇ ନାଗକୂପ ଓ ଖତଦ୍ୱାର ପର୍ଯ୍ୟନ୍ତ ଗଲି ଓ ଜିରୁସାଲେମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ୱାର ସବୁ ଦେଖିଲି। ତହୁଁ ମୁଁ ନିର୍ଝର ଦ୍ୱାର ଓ ରାଜପୁଷ୍କରିଣୀ ପର୍ଯ୍ୟନ୍ତ ଗଲି। ମାତ୍ର ସେଠାରେ ମୋର ବାହନ ପଶୁର ଯିବାର ସ୍ଥାନ ନଥିଲା। ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଊର୍ଦ୍ଧ୍ୱକୁ ଗମନ କରି ପ୍ରାଚୀର ଦେଖିଲି। ତହୁଁ ମୁଁ ବୁଲି ଉପତ୍ୟକା ଦ୍ୱାର ଦେଇ ପ୍ରବେଶ କରି ଫେରିଆସିଲି। ମାତ୍ର ମୁଁ କେଉଁଆଡ଼େ ଗଲି ଓ କଣ କଲି ଏହା ଅଧ୍ୟକ୍ଷମାନେ ଜାଣିଲେ ନାହିଁ। ଆଉ ସେ ପର୍ଯ୍ୟନ୍ତ ମୁଁ ଯିହୁଦୀୟମାନଙ୍କୁ କି ଯାଜକମାନଙ୍କୁ କି କୁଳୀନମାନଙ୍କୁ କି ଅଧ୍ୟକ୍ଷମାନଙ୍କୁ କି ଅନ୍ୟ କର୍ମଚାରୀମାନଙ୍କୁ ତାହା ଜଣାଇ ନଥିଲି। ଏଉତାରେ ମୁଁ ସେମାନଙ୍କୁ କହିଲି, ଆମ୍ଭେମାନେ କି ପ୍ରକାର ମନ୍ଦ ଅବସ୍ଥାରେ ଅଛୁ, ଜିରୁସାଲେମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମେମାନେ ଦେଖୁଅଛ। ଆସ, ଆମ୍ଭେମାନେ ଯେପରି ଆଉ ନିନ୍ଦାପ୍ରାପ୍ତ ନୋହିବା, ଏଥିପାଇଁ ଜିରୁସାଲେମର ପ୍ରାଚୀର ନିର୍ମାଣ କରୁ। ତହୁଁ ମୋ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତ ବିଷୟ ମଧ୍ୟ ମୋ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତହିଁରେ ସେମାନେ କହିଲେ, ଆସ, ଆମ୍ଭେମାନେ ଉଠି ନିର୍ମାଣ କରିବା। ଏହି ରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣମାନଙ୍କ ହସ୍ତ ସବଳ କଲେ। ମାତ୍ର ହୋରଣୀୟ ସନବଲଟ ଓ ଅମୋନୀୟ ଦାସ ଟୋବିୟ ଓ ଆରବୀୟ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ? ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି ଯେ ସ୍ୱର୍ଗସ୍ଥ ପରମେଶ୍ୱର ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ। ଏଥିପାଇଁ ତାହାଙ୍କର ଦାସ ଆମ୍ଭେମାନେ ଉଠି ନିର୍ମାଣ କରିବୁ। ମାତ୍ର ଜିରୁସାଲେମରେ ତୁମ୍ଭମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତିଚିହ୍ନ ନାହିଁ। ନିହିମିୟା ଅଧ୍ୟାୟ 3। ଏଥିଉତ୍ତାରେ ଇଲିଆସିବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ। ସେମାନେ ତାହା ପବିତ୍ର କରି ତହିଁର କବାଟ ସବୁ ସ୍ଥାପନ କଲେ। ହମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ। ତାହା ନିକଟରେ ଜିରିହର ଲୋକମାନେ ଗଢ଼ିଲେ। ଆଉ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକ୍କୁର ଗଢ଼ିଲା। ଆଉ ହସନାୟର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ। ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ। ପୁଣି ସେମାନଙ୍କ ନିକଟରେ ହକ୍କସର ପୌତ୍ର ଉରିୟର ପୁତ୍ର ମରେମୋତ ଜୀର୍ଣ୍ଣ ସଂସ୍କାର କଲା। ଆଉ ସେମାନଙ୍କ ନିକଟରେ ମଶେସବେଲର ପୌତ୍ର ବେରିଖିୟର ପୁତ୍ର ମଶୁଲମ ଜୀର୍ଣ୍ଣ ସଂସ୍କାର କଲା। ଆଉ ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ଜୀର୍ଣ୍ଣ ସଂସ୍କାର କଲା। ପୁଣି ସେମାନଙ୍କ ନିକଟରେ ତକୋୟ ଲୋକମାନେ ଜୀର୍ଣ୍ଣ ସଂସ୍କାର କଲେ। ମାତ୍ର ସେମାନଙ୍କର କୁଳୀନବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମରେ ବେକ ଦେଲେ ନାହିଁ। ଆଉ ପାସେହର ପୁତ୍ର ଜିହଆଦା ଓ ବସଦିଆର ପୁତ୍ର ମଶୁଲମ ପୁରାତନ ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲେ। ସେମାନେ ତହିଁର କଡ଼ି ଚଢ଼ାଇଲେ। ଆଉ ତହିଁର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ। ପୁଣି ସେମାନଙ୍କ ନିକଟରେ ଗିବିଅନୀୟ ମଲାଟିୟ ଓ ମରୋଣୋଥୀୟ ଜାଦୋନ, ଗିବିଅନ ଓ ମିସ୍ପାର ଲୋକମାନେ ଜୀର୍ଣ୍ଣ ସଂସ୍କାର କଲେ। ଏମାନେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷର ସିଂହାସନର ଅଧୀନ। ତାହା ନିକଟରେ ସ୍ୱର୍ଣ୍ଣକାରମାନେ ହର୍ହୟର ପୁତ୍ର ଉସିଏଲ ଜୀର୍ଣ୍ଣ ସଂସ୍କାର କଲେ। ଆଉ ତାହା ନିକଟରେ ଗନ୍ଧ ବଣିକମାନଙ୍କ ମଧ୍ୟରୁ ହନାନୀୟ ଜୀର୍ଣ୍ଣ ସଂସ୍କାର କଲା। ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଜିରୁସାଲେମ ଦୃଢ଼ କଲେ। ସେମାନଙ୍କ ନିକଟରେ ଜିରୁସାଲେମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୁରର ପୁତ୍ର ରଫାୟ ଜୀର୍ଣ୍ଣ ସଂସ୍କାର କଲା। ଆଉ ସେମାନଙ୍କ ନିକଟରେ ହରୁମଫର ପୁତ୍ର ଜିଦାୟ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ହସବନିୟର ପୁତ୍ର ହଟୁସ ଜୀର୍ଣ୍ଣ ସଂସ୍କାର କଲା।
ହାରିମ୍ର ପୁତ୍ର ମଲ୍କିୟ ଓ ପହତ ମୋୟାବ୍ର ପୁତ୍ର ହସୁବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗର ଜୀର୍ଣ୍ଣ ସଂସ୍କାର କଲେ। ତାହା ନିକଟରେ ଜିରୁସାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେସରର ପୁତ୍ର ସଲୁମ ଓ ତାହାର କନ୍ୟାମାନେ ଜୀର୍ଣ୍ଣ ସଂସ୍କାର କଲେ। ହାନୁନ ଓ ସାନହ ନିବାସୀମାନେ ଉପତ୍ୟକା ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲେ। ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ, ଆଉ ଖତଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର 1000 ହାତ ଦୃଢ଼ କଲେ। ପୁଣି ବଇତ୍ ହକେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍କିୟ ଖତଦ୍ୱାରର ଜୀର୍ଣ୍ଣ ସଂସ୍କାର କଲା। ସେ ତାହା ଗଢ଼ିଲା ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲା। ପୁଣି ମିସ୍ପା ପ୍ରଦେଶରେ ଅଧ୍ୟକ୍ଷ କଲ୍ହୋସିର ପୁତ୍ର ସଲୁନ ନିର୍ଝର ଦ୍ୱାରର ଜୀର୍ଣ୍ଣ ସଂସ୍କାର କଲା। ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲା। ପୁଣି ଦାଉଦ ନଗରରୁ ତଳକୁ ଯିବା ପାବଛ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ସେଲା ପୁଷ୍କରିଣୀ ପ୍ରାଚୀର ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ବଇତ୍ସୁର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସବୁକର ପୁତ୍ର ନିହିମିଆ ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ଲେବୀୟମାନେ ଅର୍ଥାତ୍ ବାନିର ପୁତ୍ର ରହୁମ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ କିଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହସବିୟ ଆପଣା ପ୍ରଦେଶ ପକ୍ଷରେ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ ଅର୍ଥାତ୍ କିଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୋନାନଦର ପୁତ୍ର ବବୟ ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଜେସୁଏର ପୁତ୍ର ଏସର ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ତାହା ନିକଟରେ ସବୟର ପୁତ୍ର ବାରୁକ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଆସିବ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ହକୋସର ପୌତ୍ର ଉରିୟର ପୁତ୍ର ମରେମୋତ ଇଲିଆସିବ୍ର ଗୃହଦ୍ୱାରଠାରୁ ଇଲିଆସିବ୍ର ଗୃହ ପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ପୁଣି ତାହା ଉତ୍ତାରେ ପ୍ରାନ୍ତରବାସୀ ଯାଜକମାନେ ଜୀର୍ଣ୍ଣ ସଂସ୍କାର କଲେ। ସେମାନଙ୍କ ଉତ୍ତାରେ ବିନ୍ୟାମିନ ଓ ହସୁବ ଆପଣାମାନଙ୍କ ଗୃହ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୌତ୍ର ମାସେୟର ପୁତ୍ର ଅସରିୟ ଆପଣା ଗୃହ ନିକଟରେ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ହେନାଦଦର ପୁତ୍ର ବିନୁଇ ଅସରିୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲା। ଉସୟର ପୁତ୍ର ପାଲାଲ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ପରିୟସର ପୁତ୍ର ପଦାୟ ଜୀର୍ଣ୍ଣ ସଂସ୍କାର କଲା। ଏହି ସମୟରେ ନଥିନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ। ତାହା ଉତ୍ତାରେ ତକୋଇୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲେ। ଯାଜକମାନେ ପ୍ରତ୍ୟେକ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପରି ଭାଗର ଜୀର୍ଣ୍ଣ ସଂସ୍କାର କଲେ। ସେମାନଙ୍କ ଉତ୍ତାରେ ଇମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା। ପୁଣି ତାହା ଉତ୍ତାରେ ପୂର୍ବ ଦ୍ୱାରପାଳ ଶିଖନିୟର ପୁତ୍ର ସମୟ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ସେଲିମିୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୁନ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ସଂସ୍କାର କଲେ। ତାହା ଉତ୍ତାରେ ବେରିଖିୟର ପୁତ୍ର ମସୁଲମ ଆପଣା କୋଠରୀ ସମ୍ମୁଖରେ ଜୀର୍ଣ୍ଣ ସଂସ୍କାର କଲା। ତାହା ଉତ୍ତାରେ ମଲକିୟ ନାମକ ଜଣେ ସ୍ୱର୍ଣ୍ଣକାର ହମିପ୍କଦ୍ ଦ୍ୱାରର ସମ୍ମୁଖସ୍ଥ ନଥିନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଜୀର୍ଣ୍ଣ ସଂସ୍କାର କଲା। ପୁଣି କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ଜୀର୍ଣ୍ଣ ସଂସ୍କାର କଲେ। ନିହିମିଆ ଅଧ୍ୟାୟ 4। ମାତ୍ର ଆମ୍ଭେମାନେ ପ୍ରାଚୀର ଗଢ଼ୁଅଛୁ ବୋଲି ଶୁଣି ସନବଲଟ କୁପିତ ଓ ଅତିଶୟ ବିରକ୍ତ ହୋଇ ଯିହୁଦୀୟମାନଙ୍କୁ ପରିହାସ କଲା। ଆଉ ସେ ଆପଣା ଭ୍ରାତୃଗଣ ଓ ସମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, ଏହି ନିସ୍ତେଜ ଯିହୁଦୀୟମାନେ କଣ କରୁଅଛନ୍ତି? ସେମାନେ କଣ ଗଡ଼ବନ୍ଦୀ କରି ରହିବେ? ସେମାନେ କଣ ବଳିଦାନ କରିବେ? ସେମାନେ କଣ ଦିନକରେ ସମାପ୍ତ କରିବେ? ସେମାନେ କଣ କାନ୍ଥଟାର ଢିପିରୁ ଦଗ୍ଧ ପ୍ରସ୍ତର କାଢ଼ି ସଜୀବ କରିବେ? ଏହି ସମୟରେ
ଅମନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, ମଧ୍ୟ ସେମାନେ ଯାହା ଗଢ଼ୁଅଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପାଚେରୀ ଭାଙ୍ଗି ପକାଇବ। ହେ ଆମ୍ଭମାନଙ୍କ ପରମେଶ୍ୱର, ଶ୍ରବଣ କର, କାରଣ ଆମ୍ଭେମାନେ ତୁଚ୍ଛୀକୃତ ହେଉଅଛୁ। ସେମାନଙ୍କ ଧିକ୍କାର ସେମାନଙ୍କ ନିଜ ମସ୍ତକରେ ବର୍ତ୍ତାଅ ଓ ସେମାନଙ୍କୁ ବିଦେଶରେ ବନ୍ଦୀ କରି ଲୁଟିତ ହେବାକୁ ସମର୍ପଣ କର। ଆଉ ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ସମ୍ମୁଖରୁ ସେମାନଙ୍କ ପାପ ମାର୍ଜିତ ନ ହେଉ, କାରଣ ଗାନ୍ଧକମାନଙ୍କ ସାକ୍ଷାତରେ ସେମାନେ ତୁମ୍ଭକୁ ବିରକ୍ତ କରିଅଛନ୍ତି। ଏହି ରୂପେ ଆମ୍ଭେମାନେ ପ୍ରାଚୀର ଗଢ଼ିଲୁ ଓ ତହିଁର ଉଚ୍ଚତାର ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା, ଯେଣୁ କର୍ମ କରିବାକୁ ଲୋକମାନଙ୍କର ମନ ଥିଲା। ମାତ୍ର ଜିରୁସାଲମ ପ୍ରାଚୀରର ଜୀର୍ଣ୍ଣ ସଂସ୍କାର କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନ ସ୍ଥାନ ସବୁ ବନ୍ଦ କରିବାକୁ ଲାଗୁଅଛି। ଏହା ଶୁଣି ସନବଲଟ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମୋନୀୟମାନେ ଓ ଅସଦୋଦୀୟମାନେ ଅତିଶୟ କୋପାନ୍ୱିତ ହେଲେ। ଆଉ ସେ ସମସ୍ତେ ଜିରୁସାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ଡଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ। ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ। ସେତେବେଳେ ଜିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ କାନ୍ଥଡ଼ା ଅଛି, ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ି ପାରୁନାହୁଁ। ପୁଣି ଆମ୍ଭମାନଙ୍କ ବିପକ୍ଷମାନେ କହିଲେ, ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଦ୍ଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ। ଆଉ ସେମାନଙ୍କ ନିକଟବାସୀ ଜିହୁଦୀୟମାନେ ସବୁ ସ୍ଥାନରୁ ଆସି ଆମ୍ଭମାନଙ୍କୁ 10 ଥର କହିଲେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ କତିକି ଫେରିଆସିବାକୁ ହେବ। ଏହେତୁ ମୁଁ ପ୍ରାଚୀର ପଛଆଡ଼େ ନିଚସ୍ତ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। ତହୁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି, ତୁମେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ। ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର। ଏଉତାରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣାଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣନ୍ତେ ଆମ୍ଭେମାନେ ପ୍ରତ୍ୟେକେ ପ୍ରାଚୀରରେ ଆପଣା ଆପଣା କାର୍ଯ୍ୟକୁ ଫେରିଗଲୁ। ଆଉ ସେହିଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ ଓ ସାଞ୍ଜୁଆ ଧରି ରହିଲେ। ପୁଣି ଅଧ୍ୟକ୍ଷମାନେ ଜିହୁଦାର ସମଗ୍ର ଗୋଷ୍ଠୀର ପଶ୍ଚାତ୍ ରହିଲେ। ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବହିଲେ, ସେମାନେ ଆପେ ଆପେ ଭାର ଉଠାଇଲେ। ପ୍ରତିଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। ଆଉ ଗାନ୍ଥକମାନଙ୍କର ପ୍ରତ୍ୟେକେ ଆପଣା ଆପଣା କଟିଦେଶରେ ଖଡ୍ଗ ବାନ୍ଧି ଗାନ୍ଥିଲେ। ପୁଣି ତୁରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। ଏଉତାରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, କାର୍ଯ୍ୟ ଭାରି ଓ ବିସ୍ତୀର୍ଣ୍ଣ। ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଏକ ଆରେକଠାରୁ ଦୂରରେ ଅଛୁ। ଏହେତୁ ଯେକୌଣସି ସ୍ଥାନରେ ତୁରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ। ଏହି ରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ଅରୁଣୋଦୟ ସମୟଠାରୁ ତାରା ଦେଖାଯିବା ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ। ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଜିରୁସାଲମ ଭିତରେ ରହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କ ପ୍ରହରୀ ହୋଇପାରିବେ ଓ ଦିବସରେ କର୍ମ କରିପାରିବେ। ଏହି ରୂପେ ଆମ୍ଭେ କି ଆମ୍ଭ ଭାଇମାନେ କି ଆମ୍ଭ ଦାସମାନେ କି ଅବା ଆମ୍ଭ ପଶ୍ଚାତବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତିଜଣ ଆପଣା ଆପଣା ଅସ୍ତ୍ରଶସ୍ତ୍ର ସହିତ ଜଳ ନିକଟକୁ ଗଲୁ। ନିହିମିୟା ଅଧ୍ୟାୟ 5। ଅନନ୍ତର ଜିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟାଗଣର ମହାକ୍ରନ୍ଦନ ଉଠିଲା। କାରଣ କେହି କେହି କହିଲେ, ଆମ୍ଭେମାନେ ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ଅନେକ ଲୋକ ଅଟୁ। ଆମ୍ଭମାନଙ୍କୁ ଶସ୍ୟ ମିଳୁ, ଆମ୍ଭେମାନେ ଖାଇ ବଞ୍ଚିବା। ମଧ୍ୟ ଆଉ କେହି କେହି କହିଲେ, ଆମ୍ଭେମାନେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଓ ଗୃହ
ବନ୍ଧକ ରଖିଅଛୁ, ଆମ୍ଭମାନଙ୍କୁ ଶସ୍ୟ ମିଳୁ, କାରଣ ଏ ଦୁର୍ଭିକ୍ଷ ସମୟ। ଆହୁରି କେତେକେ କହିଲେ, ଆମ୍ଭେମାନେ ରାଜକର ନିମନ୍ତେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ। ମାତ୍ର ଆମ୍ଭମାନଙ୍କ ଶରୀର ଆମ୍ଭମାନଙ୍କ ଭ୍ରାତୃଗଣର ଶରୀର ସମାନ, ଆମ୍ଭମାନଙ୍କ ସନ୍ତାନଗଣ ସେମାନଙ୍କ ସନ୍ତାନଗଣର ସମାନ। ତଥାପି ଦେଖ, ଆମ୍ଭେମାନେ ଆପଣା ଆପଣା ପୁତ୍ର ଓ କନ୍ୟାଗଣକୁ ଦାସ ହେବା ପାଇଁ ଦାସତାବସ୍ଥାକୁ ଆଣୁଅଛୁ। ପୁଣି ଆମ୍ଭମାନଙ୍କ କନ୍ୟାଗଣ ମଧ୍ୟରୁ କେହି କେହି ଦାସତାବସ୍ଥାକୁ ଅଣାଯାଇ ସାରିଲେଣି। ଆଉ ଆମ୍ଭମାନଙ୍କର କିଛି ଆୟତ ନାହିଁ, କାରଣ ଅନ୍ୟ ଲୋକମାନେ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଧରିଅଛନ୍ତି। ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥା ସବୁ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲି। ଆଉ ମୁଁ ଆପଣା ମନରେ ବିବେଚନା କଲି। ପୁଣି କୁଳୀନମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇଠାରୁ ସୁଧ ନେଉଅଛ। ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ମହାସଭା କଲି। ଆଉ ମୁଁ ସେମାନଙ୍କୁ କହିଲି, ଆମ୍ଭମାନଙ୍କର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକା ଯାଇଥିଲେ। ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟାନୁସାରେ ମୁକ୍ତ କରିଅଛୁ। ଏବେ ତୁମେମାନେ କଣ ଆପଣା ଭାଇମାନଙ୍କୁ ବିକିବ ଓ ସେମାନେ କଣ ଆମ୍ଭମାନଙ୍କ ନିକଟରେ ବିକାଯିବେ? ଏଥିରେ ସେମାନେ ନୀରବ ହେଲେ, କିଛି ଉତ୍ତର ଦେଇପାରିଲେ ନାହିଁ। ଆହୁରି ମୁଁ କହିଲି, ତୁମେମାନେ ଯେଉଁ କାର୍ଯ୍ୟ କରୁଅଛ ତାହା ଭଲ ନୁହେଁ। ଆମ୍ଭମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ଧିକ୍କାର ସକାଶୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କଣ ତୁମମାନଙ୍କର ଉଚିତ ନୁହେଁ? ମଧ୍ୟ ମୁଁ, ମୋ ଭାଇମାନେ ଓ ମୋହର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ। ମୁଁ ବିନୟ କରୁଅଛି, ଆମ୍ଭେମାନେ ଏହି ସୁଧ ଛାଡ଼ିଦେଉ। ମୁଁ ବିନୟ କରୁଅଛି, ତୁମେମାନେ ସେମାନଙ୍କର ଶସ୍ୟକ୍ଷେତ୍ର, ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର, ସେମାନଙ୍କର ଜିତକ୍ଷେତ୍ର ଓ ସେମାନଙ୍କର ଗୃହ ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଶତକଡ଼ା ଯେଉଁ ବୃଦ୍ଧି ତୁମେମାନେ ନେଇଅଛ, ତାହା ଆଜି ସେମାନଙ୍କୁ ଫେରାଇ ଦିଅ। ତହିଁରେ ସେମାନେ କହିଲେ, ଆମ୍ଭେମାନେ ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ। ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ିଦେଇ କହିଲି, ଯେ କେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ। ସେ ଏହି ରୂପେ ଝଡ଼ାଯାଉ ଓ ଶୂନ୍ୟ ହେଉ। ତହିଁରେ ସମସ୍ତ ସମାଜ ଆମେନ୍ କହିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ। ଆହୁରି ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ, ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର 20 ବର୍ଷଠାରୁ 32 ବର୍ଷ ପର୍ଯ୍ୟନ୍ତ 12 ବର୍ଷ ମୁଁ ଓ ମୋ ଭାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ। ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା। ଆଉ ସେମାନେ 40 ସେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ। କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। ଆହୁରି ମୁଁ ଏହି ପ୍ରାଚୀର କର୍ମରେ ଲାଗି ରହିଲି ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ। ପୁଣି ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ। ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ ଭୋଜନାସନରେ ବସିଲେ। ସେ ସମୟରେ ପ୍ରତିଦିନ ଏକ ବଳଦ ଓ 6ଟି ବଛା ମେଷ ପାକ କରାଗଲା। ମଧ୍ୟ ମୋ ପାଇଁ କେତେକ ପକ୍ଷୀ ପାକ କରାଗଲା ଓ 10 ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ୱର ଭାର ଗୁରୁତର ହୋଇଥିଲା। ହେ ମୋହର ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେ କାର୍ଯ୍ୟ କରିଅଛି, ମୋ ପକ୍ଷରେ ମଙ୍ଗଳ ନିମନ୍ତେ ତାହା ସବୁ ସ୍ମରଣ କର। ନିହିମିୟା ଅଧ୍ୟାୟ 6। ଅନନ୍ତର ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନବଲଟ ଓ ଟୋବିୟ ଓ ଆରବୀୟ ଗେଶମ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁଙ୍କୁ ଦିଆଗଲା। ତଥାପି ଏ ସମୟରେ ମୁଁ ନଗର ଦ୍ୱାର ସବୁରେ କବାଟ ଝୁଲାଇ ନଥିଲି। ସେତେବେଳେ ସନବଲଟ ଓ ଗେଶମ ମୋ କତିକି ଲୋକ ପଠାଇ କହିଲେ, ଆସ,
ଆମ୍ଭେମାନେ ଓନପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ। ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ। ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନ ପାରେ। କାର୍ଯ୍ୟ ଛାଡ଼ି ତୁମମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି? ଏହି ପ୍ରକାରେ ସେମାନେ 4 ଥର ମୋ ନିକଟକୁ ଲୋକ ପଠାଇଲେ। ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। ଏଉତରେ ସନବଲଟ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ 5ମ ଥର ସେହି ପ୍ରକାରେ ମୋ ନିକଟକୁ ପଠାଇଲା। ତହିଁରେ ଏହା ଲେଖା ଥିଲା, ଗୋଷ୍ଠୀମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି ମଧ୍ୟ ଗସ୍ମୁ ଏହା କହୁଅଛି ଯେ, ତୁମ୍ଭେ ଓ ଜିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ। ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ। ଆହୁରି ଜିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଜେରୁସାଲେମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟତ ବକ୍ତାମାନଙ୍କୁ ନିଯୁକ୍ତ କରିଅଛ। ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ। ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, ତୁମ୍ଭେ ଯାହା କହୁଅଛ ସେପରି କୌଣସି କାର୍ଯ୍ୟ କରାଯାଉନାହିଁ। ତୁମ୍ଭେ କେବଳ ଆପଣା ମନରୁ ତାହା ସବୁ କଳ୍ପନା କରୁଅଛ। ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନୋହିବ ବୋଲି ସେ ସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ। ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର। ଏଥିଉତ୍ତାରେ ମହେଟବେଲର ପୌତ୍ର ଦଲାୟର ପୁତ୍ର ଯେଉଁ ସମୟ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି। ତହୁଁ ସେ କହିଲା, ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାର ସବୁ ବନ୍ଦ କରୁ, କାରଣ ସେମାନେ ତୁମ୍ଭକୁ ବଦ୍ଧ କରିବାକୁ ଆସିବେ। ରାତ୍ରିରେ ସେମାନେ ତୁମ୍ଭକୁ ବଦ୍ଧ କରିବାକୁ ଆସିବେ। ତହିଁରେ ମୁଁ କହିଲି, ମୋ ପରି ଲୋକ କଣ ପଳାଇବ? ମୋ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ। ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନ ଥିଲେ। ତଥାପି ସେ ମୋ ପ୍ରତିକୂଳରେ ଏହି ଭବିଷ୍ୟତ ବାକ୍ୟ ପ୍ରଚାର କଲା, ଆଉ ଟୋବିୟ ଓ ସନବଲଟ ତାହାକୁ ବେତନ ଦେଇଥିଲେ। ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ଧିକ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆଯାଇଥିଲା। ହେ ମୋହର ପରମେଶ୍ୱର, ଟୋବିୟ ଓ ସନବଲଟର ଏହି ସବୁ କର୍ମାନୁସାରେ ସେମାନଙ୍କୁ ଆଉ ମତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ ନୋଅଦିଆ ଭବିଷ୍ୟତ ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟତ ବକ୍ତା ସେମାନଙ୍କୁ ସ୍ମରଣ କର। ତହୁଁ 52 ଦିନ ମଧ୍ୟରେ ଇଲୁଲ ମାସର 25 ଦିନରେ ପ୍ରାଚୀର ସମାପ୍ତ ହେଲା। ପୁଣି ଆମ୍ଭମାନଙ୍କ ଶତ୍ରୁ ସମସ୍ତେ ଏହା ଶୁଣନ୍ତେ ଏପରି ହେଲା ଯେ ଆମ୍ଭମାନଙ୍କ ଚତୁର୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣାମାନଙ୍କ ଦୃଷ୍ଟିରେ ନିତାନ୍ତ ଲଘୁ ହେଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡୁ ହେଲା, ଏହା ସେମାନେ ବୁଝିଲେ। ଆହୁରି ସେ ସମୟରେ ଜିହୁଦାର କୁଳୀନମାନେ ଟୋବିୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା। କାରଣ ସେ ଆରାର ପୁତ୍ର ସଖନିୟର ଜୁଆଇଁ ହେବାରୁ ଓ ତାହାର ପୁତ୍ର ଜିହୋହାନନ ବେରିଖିୟର ପୁତ୍ର ମସୁଲମର କନ୍ୟାକୁ ବିବାହ କରିଥିବାରୁ ଜିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ। ଆହୁରି ସେମାନେ ତାହାର ଉତ୍ତମ କର୍ମର କଥା ମୋତେ କହିଲେ ଓ ମୋ କଥା ସବୁ ତାହାକୁ ଗୋଚର କରାଇଲେ। ଆଉ ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବିୟ ନାନା ପତ୍ର ପଠାଇଲା। ନିହିମିୟା ଅଧ୍ୟାୟ 7। ପ୍ରାଚୀର ନିର୍ମିତ ହୁଅନ୍ତେ ମୁଁ କବାଟ ସବୁ ଝୁଲାଇଲି। ପୁଣି ଦ୍ୱାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ। ତହୁଁ ମୁଁ ଆପଣା ଭ୍ରାତା ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଜେରୁସାଲେମ ଉପରେ ନିଯୁକ୍ତ କଲି। କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କଲା। ଆଉ ମୁଁ ସେମାନଙ୍କୁ କହିଲି, ସୂର୍ଯ୍ୟ ପ୍ରଚଣ୍ଡ ନୋହିବା ପର୍ଯ୍ୟନ୍ତ ଜେରୁସାଲେମର ଦ୍ୱାର ସବୁ ଫିଟା ନ ଯାଉ। ଲୋକମାନେ ପ୍ରହରୀ କର୍ମରେ ଠିଆ ହେବା ବେଳେ ଦ୍ୱାର ସବୁ ବନ୍ଦ କରନ୍ତୁ। ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ। ପୁଣି ତୁମ୍ଭେମାନେ ଜେରୁସାଲେମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର। ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ। ନଗର ପ୍ରଶସ୍ତ ଓ ବୃହତ୍ ଥିଲା, ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହ ସବୁ ନିର୍ମିତ ହୋଇନଥିଲା। ଏଉତ୍ତାରେ ବଂଶାବଳୀ କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ
ମୋହର ପରମେଶ୍ୱର ମୋ ମନରେ ପ୍ରବୃତ୍ତି ଦେଲେ। ଆଉ ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ ପୁସ୍ତକ ପାଇଲି। ତହିଁରେ ଏହା ଲେଖାଥିବାର ଦେଖିଲି, ଯଥା ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଜିରୁସାଲମ ଓ ଜିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରିଆସିଲେ। ବାବିଲର ରାଜା ନବୁକଦ୍ନେସର ଏମାନଙ୍କୁ ନେଇଯାଇଥିଲା। ଏମାନେ ସରୁବାବିଲ, ଜେସୁୟ, ନିହିମିୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦୋଖେୟ, ବିଲସନ, ମିସ୍ପର, ବିଗବୟ, ନହୁମ, ବାନା ସଙ୍ଗେ ଫେରିଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା ପରିୟେସର ସନ୍ତାନ 2172 ଜଣ, ସଫଟିୟର ସନ୍ତାନ 372 ଜଣ, ଆରହର ସନ୍ତାନ 6052 ଜଣ। ଜେସୁୟ ଓ ଜୋୟାବର ସନ୍ତାନଗଣ ମଧ୍ୟରୁ ପହତ ମୋୟାବର ସନ୍ତାନ 2818 ଜଣ, ଏଲମର ସନ୍ତାନ 1254 ଜଣ, ସତୁର ସନ୍ତାନ 845 ଜଣ, ସକୟର ସନ୍ତାନ 760 ଜଣ, ବିନୁଏର ସନ୍ତାନ 648 ଜଣ, ବେବୟର ସନ୍ତାନ 628 ଜଣ, ଅସଗଦର ସନ୍ତାନ 2322 ଜଣ, ଅଦନିକାମର ସନ୍ତାନ 667 ଜଣ, ବିଗବୟର ସନ୍ତାନ 2067 ଜଣ, ଆଦିନର ସନ୍ତାନ 655 ଜଣ, ହିଜକିୟର ବଂଶଜାତ ଆଟରର ସନ୍ତାନ 98 ଜଣ, ହସୁମର ସନ୍ତାନ 328 ଜଣ, ବେତ୍ସୟର ସନ୍ତାନ 324 ଜଣ, ହାରିଫର ସନ୍ତାନ 112 ଜଣ, ଗିବିଅନର ସନ୍ତାନ 95 ଜଣ, ବୈଥଲହମ ଓ ନଟପାର ଲୋକ 188 ଜଣ, ଅନାଥୋତର ଲୋକ 128 ଜଣ, ବୈତ ଅସ୍ମାବତ୍ର ଲୋକ 42 ଜଣ, କିରିୟତ ଜିଆରିମର, କଫିରାର ଓ ବେରୋତର ଲୋକ 743 ଜଣ, ରାମା ଓ ଗେବାର ଲୋକ 621 ଜଣ, ମିକ୍ମସର ଲୋକ 122 ଜଣ, ବୈଥେଲ ଓ ଅଇର ଲୋକ 123 ଜଣ, ଅନ୍ୟ ନବର ଲୋକ 52 ଜଣ, ଅନ୍ୟ ଏଲମର ସନ୍ତାନ 1254 ଜଣ, ହାରିମର ସନ୍ତାନ 320 ଜଣ, ଜିରିହର ସନ୍ତାନ 345 ଜଣ, ଲୋଦ, ହାଦିଦ ଓ ଓନର ସନ୍ତାନ 721 ଜଣ, ସନାୟର ସନ୍ତାନ 3930 ଜଣ। ଯାଜକମାନଙ୍କର ସଂଖ୍ୟା ଜେସୁୟ ବଂଶୀୟ ଜିଦଇର ସନ୍ତାନ 973 ଜଣ, ଇମେରର ସନ୍ତାନ 1052 ଜଣ, ପଶୁରର ସନ୍ତାନ 1247 ଜଣ, ହାରିମର ସନ୍ତାନ 1017 ଜଣ। ଲେବୀୟମାନଙ୍କର ସଂଖ୍ୟା ହେଦବାର ସନ୍ତାନମାନଙ୍କ ମଧ୍ୟରୁ ଜେସୁୟର, କଦ୍ମିଏଲର ସନ୍ତାନ 74 ଜଣ, ଗାୟକମାନଙ୍କ ସଂଖ୍ୟା ଆସଫର ସନ୍ତାନ 148 ଜଣ, ଦ୍ୱାରପାଳମାନଙ୍କର ସଂଖ୍ୟା ସଲୁମର ସନ୍ତାନ, ଆଟରର ସନ୍ତାନ, ଟଲମନର ସନ୍ତାନ, ଅକ୍କୁବର ସନ୍ତାନ, ହଟିଟାର ସନ୍ତାନ, ଶୋବୟର ସନ୍ତାନ 138 ଜଣ। ନଥିନିୟମାନଙ୍କ ସଂଖ୍ୟା ସିହର ସନ୍ତାନଗଣ, ହସୁପାର ସନ୍ତାନଗଣ, ଟବାୟତର ସନ୍ତାନଗଣ, କେରାସର ସନ୍ତାନଗଣ, ସିଓର ସନ୍ତାନଗଣ, ପାଦନର ସନ୍ତାନଗଣ, ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ସଲମୟର ସନ୍ତାନଗଣ, ହାନନର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ଗୟାର ସନ୍ତାନଗଣ, ରତ୍ସିନର ସନ୍ତାନଗଣ, ନକଦର ସନ୍ତାନଗଣ, ଗସମର ସନ୍ତାନଗଣ, ଉସର ସନ୍ତାନଗଣ, ପାସେହର ସନ୍ତାନଗଣ, ବେସୟର ସନ୍ତାନଗଣ, ମିଉନିମର ସନ୍ତାନଗଣ, ନଫୁସିମର ସନ୍ତାନଗଣ, ବକବୁକର ସନ୍ତାନଗଣ, ହକୁଫାର ସନ୍ତାନଗଣ, ହରୁରର ସନ୍ତାନଗଣ, ବସଲୁତର ସନ୍ତାନଗଣ, ମହିଦାର ସନ୍ତାନଗଣ, ହର୍ଷାର ସନ୍ତାନଗଣ, ବରକୋସର ସନ୍ତାନଗଣ, ସିସରର ସନ୍ତାନଗଣ, ତେମହର ସନ୍ତାନଗଣ, ନତ୍ସିହର ସନ୍ତାନଗଣ, ହଟିଫାର ସନ୍ତାନଗଣ। ସଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ସୋଟର ସନ୍ତାନଗଣ, ସଫତରର ସନ୍ତାନଗଣ, ପରିଦାରର ସନ୍ତାନଗଣ, ଜାଳର ସନ୍ତାନଗଣ, ଦର୍କଣର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ହପଟିୟର ସନ୍ତାନଗଣ, ହଟିଲାର ସନ୍ତାନଗଣ, ପୋଖେରତ ହତ୍ସବାଇମର ସନ୍ତାନଗଣ, ଆମନର ସନ୍ତାନଗଣ। ସମୁଦାୟ ନଥିନିୟ ଓ ସଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା 392 ଜଣ। ପୁଣି ତେଲମେଲହ, ତେଲହର୍ଷା, କରବ, ଅଦନ ଓ ଇମେର ଏହି ସକଳ ସ୍ଥାନରୁ ଲୋକ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ଏହି, ଯଥା
ଦଲାର ସନ୍ତାନ, ଟୋବିୟର ସନ୍ତାନ, ନକଦର ସନ୍ତାନ 642 ଜଣ। ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକସର ସନ୍ତାନଗଣ, ବର୍ଷିଲୟର ସନ୍ତାନଗଣ। ଏହି ବର୍ଷିଲୟ ଗିଲିୟଦୀୟ ବର୍ଷିଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାଂଶରେ ଖ୍ୟାତ ହୋଇଥିଲା। ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ। ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ। ପୁଣି ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ ଉରିମ୍ ଓ ତୁମିମ୍‌ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ। ଆଉ ଏକତ୍ରୀକୃତ ସମସ୍ତ ସମାଜ 42,360 ଜଣ। ଏହାଛଡ଼ା ସେମାନଙ୍କର ଦାସଦାସୀ 7,337 ଜଣ ଥିଲେ। ଆହୁରି ସେମାନଙ୍କର 245 ଜଣ ଗାୟକ ଗାୟିକା ଥିଲେ। ସେମାନଙ୍କର 736 ଅଶ୍ୱ, 245 ଖଚର, 435 ଉଷ୍ଟ୍ର, 6,720 ଗର୍ଦ୍ଦଭ ଥିଲେ। ପିତୃବଂଶୀୟ ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍ ନାମକ 1,000 ସ୍ୱର୍ଣ୍ଣମୁଦ୍ରା, 50 କୁଣ୍ଡ, 530 ଯାଜକୀୟ ବସ୍ତ୍ର ଦେଲା। ଆଉ ପିତୃବଂଶୀୟ କେତେକ ପ୍ରଧାନ ଲୋକ କର୍ମର ଭଣ୍ଡାରରେ ଡାରିକ୍ ନାମକ 20,000 ସ୍ୱର୍ଣ୍ଣମୁଦ୍ରା ଓ 2,200 ପାଉଣ୍ଡ ରୂପା ଦେଲେ। ଅନ୍ୟ ଲୋକ ସମସ୍ତେ ଡାରିକ୍ ନାମକ 20,000 ସ୍ୱର୍ଣ୍ଣମୁଦ୍ରା ଓ 2,000 ପାଉଣ୍ଡ ରୂପା ଓ 67 ଯାଜକୀୟ ବସ୍ତ୍ର ଦେଲେ। ଏଉତରେ ଯାଜକମାନେ ଓ ଲେବୀୟମାନେ ଓ ଦ୍ୱାରପାଳମାନେ ଓ ଗାୟକମାନେ ଆଉ ଲୋକମାନଙ୍କ ମଧ୍ୟରୁ କେତେକ ଓ ନଥିନୀୟମାନେ ଓ ସମଗ୍ର ଇସ୍ରାଏଲ୍ ଆପଣା ଆପଣା ନଗରରେ ବାସ କଲେ। ଏଉତରେ ସପ୍ତମ ମାସ ଉପସ୍ଥିତ ହେଲା, ଆଉ ଇସ୍ରାଏଲ୍ ସନ୍ତାନଗଣ ଆପଣା ନଗରରେ ଥିଲେ। ନିହିମିୟା ଅଧ୍ୟାୟ 8। ପୁଣି ସମସ୍ତ ଲୋକ ଏକ ବ୍ୟକ୍ତିତୁଲ୍ୟ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ। ଆଉ ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକଙ୍କୁ କହିଲେ। ତହିଁରେ ସପ୍ତମ ମାସର ପ୍ରଥମ ଦିନରେ ଏଜ୍ରା ଯାଜକ, ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝିପାରନ୍ତି, ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା ପୁସ୍ତକ ଆଣିଲା। ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝିପାରନ୍ତି, ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲା। ଆଉ ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। ଆଉ ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଷ୍ଠମୟ ମଞ୍ଚା ଉପରେ ଠିଆ ହେଲା। ଆଉ ଦକ୍ଷିଣ ପାର୍ଶ୍ୱରେ ତାହା ନିକଟରେ ମତ୍ତଥିୟ ଓ ସେମା ଓ ଅନାୟ ଓ ଉରିୟ ଓ ହିଲ୍କିୟ ଓ ମାସେୟ ଠିଆ ହେଲେ। ପୁଣି ତାହାର ବାମ ପାର୍ଶ୍ୱରେ ପଦାୟ ଓ ମିସାଏଲ୍ ଓ ମଲ୍କିୟ ଓ ହସୁମ୍ ଓ ହସବାଦାନା, ଜିଖରିୟ ଓ ମସୁଲମ୍ ଠିଆ ହେଲେ। ଏଉତରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲା, କାରଣ ସେ ସମସ୍ତ ଲୋକଙ୍କ ଊର୍ଦ୍ଧ୍ୱରେ ଠିଆ ହୋଇଥିଲା। ପୁଣି ସେ ପୁସ୍ତକ ଫିଟାନ୍ତେ ସମସ୍ତ ଲୋକ ଠିଆ ହେଲେ। ତେଣୁ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲା। ପୁଣି ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ୍ ଆମେନ୍ ବୋଲି ଉତ୍ତର କଲେ। ଆଉ ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ଆହୁରି ଜେସୁୟ ଓ ବାନି ଓ ସେରେବିୟ, ଜାମିନ୍, ଅକ୍କବ, ସଦଥିୟ, ହୋଦିୟ, ମାସେୟ, କଲିଟ୍, ଅସରିୟ, ଯୋସାବଦ୍, ହାନନ୍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇଦେଲେ। ଆଉ ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ। ପୁଣି ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇଦେଲେ। ତହୁଁ ଲୋକମାନେ ପଠନ ବୁଝିଲେ। ପୁଣି ଶାସନକର୍ତ୍ତା ନିହିମିୟା ଓ ଅଧ୍ୟାପକ ଏଜ୍ରା ଯାଜକ ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, ଆଜ ଦିନ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଶୋକ ନ କର କି ରୋଦନ ନ କର, କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ। ଆଉ ସେ ସେମାନଙ୍କୁ କହିଲା, ଆପଣା ଆପଣା ପଥରେ ଯାଅ, ଚିକ୍କଣ ଦ୍ରବ୍ୟ ଭୋଜନ କର ଓ ସୁମିଷ୍ଟ ଦ୍ରବ୍ୟ ପାନ କର, ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇନାହିଁ
ତାହା ନିକଟକୁ ଅଂଶ ପଠାଅ, କାରଣ ଆଜି ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମେମାନେ ଦୁଃଖିତ ନ ହୁଅ, ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମମାନଙ୍କର ବଳ ଅଟେ। ଏହି ରୂପେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇ କହିଲେ, ନୀରବ ହୁଅ, ଆଜି ପବିତ୍ର ଦିନ, ତୁମ୍ଭେମାନେ ଦୁଃଖିତ ନ ହୁଅ। ଏଉତାରେ ଲୋକମାନେ ଆପଣମାନଙ୍କ ନିକଟରେ ପ୍ରକାଶିତ ବାକ୍ୟ ସବୁ ବୁଝିବାରୁ ସେ ସମସ୍ତେ ଭୋଜନପାନ କରିବାକୁ ଓ ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ। ପୁଣି ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନ ବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଏଜ୍ରା ଅଧ୍ୟାପକ ନିକଟରେ ଏକତ୍ରିତ ହେଲେ। ସେମାନେ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖାଥିବାର ଦେଖିଲେ ଯେ, ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲ ସନ୍ତାନଗଣ ପତ୍ର କୁଟୀରରେ ବାସ କରିବେ। ପୁଣି ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଜେରୁସାଲେମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା ତୁମ୍ଭେମାନେ ଲିଖନାନୁସାରେ ପତ୍ର କୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜିତ ଶାଖା ଓ ବନ୍ୟ ଜିତ ଶାଖା ଓ ମେହେନ୍ଦୀ ଶାଖା ଓ ଖର୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ। ତହିଁରେ ଲୋକମାନେ ବାହାରକୁ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରାଇମ୍ ଦ୍ୱାରର ଛକରେ ନିର୍ମାଣ କଲେ। ପୁଣି ବନ୍ଦିତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ର କୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। ନୁନର ପୁତ୍ର ଯେସୁୟର ସମୟଠାରୁ ସେହିଦିନ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ସେପରି କରିନଥିଲେ। ଏଣୁ ଅତି ବଡ଼ ଆନନ୍ଦ ହେଲା। ଆହୁରି ସେ ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲା। ପୁଣି ଲୋକମାନେ 7 ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ। ଆଉ ବିଧାନାନୁସାରେ ଅଷ୍ଟମ ଦିନ ମହାସଭା ହେଲା। ନିହିମିୟା ଅଧ୍ୟାୟ 9। ସେହି ମାସର ଚତୁର୍ବିଂଶ ଦିନରେ ଇସ୍ରାଏଲ ସନ୍ତାନଗଣ ଉପବାସ କରି ଅଖା ପିନ୍ଧି ଓ ଆପଣା ଆପଣା ଉପରେ ମାଟି ଦେଇ ଏକତ୍ରିତ ହେଲେ। ଆଉ ଇସ୍ରାଏଲ ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣାମାନଙ୍କୁ ପୃଥକ କଲେ। ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପିତୃଲୋକଙ୍କର ଅପରାଧ ସ୍ୱୀକାର କଲେ। ପୁଣି ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପ୍ରଣାମ କଲେ। ଆଉ ଯେସୁୟ ଓ ବାନି, କଦ୍ମିଏଲ, ସବନୀୟ, ବୁନି, ସେରେବିୟ, ବାନି ଓ କନାନୀ ଲେବୀୟମାନଙ୍କ ପାବଛରେ ଠିଆ ହୋଇ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ଉଚ୍ଚୈଶ୍ୱରରେ କ୍ରନ୍ଦନ କଲେ। ଯେସୁୟ ଓ କଦ୍ମିଏଲ, ବାନି, ହସବନୀୟ, ସେରେବିୟ, ହୋଦିୟ, ସବନୀୟ ଓ ପଥାହିୟ ଏଇ ଲେବୀୟମାନେ କହିଲେ, ଉଠ, ଅନାଦି କାଳରୁ ଅନନ୍ତ କାଳ ସ୍ଥାୟୀ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର। ପୁଣି ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ। କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ। ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେ ସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି। ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ। ତୁମ୍ଭେ ଅବ୍ରାହ୍ମକୁ ମନୋନୀତ କଲ ଓ କଲଦୀୟମାନଙ୍କୁ ଉର୍ ଦେଶରୁ ତାହାକୁ ବାହାର କରି ଆଣି ଅବ୍ରାହ୍ମ ନାମ ଦେଲ। ତୁମ୍ଭେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ। ପୁଣି କିଣାନୀୟ, ହିତୀୟ, ଇମୋରୀୟ ଓ ପରିସୀୟ ଓ ଜିବୁସୀୟ ଓ ଗିର୍ଗାସୀୟ ଲୋକମାନଙ୍କ ଦେଶ ଦେବାକୁ ଅର୍ଥାତ୍ ତାହାର ବଂଶକୁ ଦେବାପାଇଁ ତାହା ସଙ୍ଗେ ନିୟମ କଲ। ପୁଣି ଆପଣା ବାକ୍ୟ ସଫଳ କରିଅଛ, କାରଣ ତୁମ୍ଭେ ଧର୍ମମୟ। ଅନନ୍ତର ତୁମ୍ଭେ ମିଶ୍ର ଦେଶରେ ଆମ୍ଭ ପିତୃପୁରୁଷଗଣର କ୍ଲେଶ ଦେଖିଲ ଓ ସୁଫସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ। ପୁଣି ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ପ୍ରକାଶ କଲ, କାରଣ ମିଶ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ। ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ।
ପୁଣି ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ବିଭାଗ କଲ, ତହୁଁ ସେମାନେ ଶୁଷ୍କ ଭୂମି ଦେଇ ଯିବା ପରି ସମୁଦ୍ର ମଧ୍ୟରେ ଗମନ କଲେ। ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ାଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ। ଆହୁରି ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ। ମଧ୍ୟ ତୁମ୍ଭେ ସିନାଇ ପର୍ବତକୁ ଓହ୍ଲାଇ ଆସି ସ୍ୱର୍ଗରୁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କଲ ଓ ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ। ଆଉ ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ ଓ ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ବ୍ୟବସ୍ଥା ଆଦେଶ କଲ। ପୁଣି ସେମାନଙ୍କ କ୍ଷୁଧା ନିବାରଣାର୍ଥେ ସେମାନଙ୍କୁ ସ୍ୱର୍ଗରୁ ଭକ୍ଷ୍ୟ ଦେଲ ଓ ସେମାନଙ୍କ ତୃଷା ନିବାରଣାର୍ଥେ ଶୈଳରୁ ଜଳ ନିର୍ଗତ କଲ। ଆଉ ତୁମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ହସ୍ତ ଉଠାଇଥିଲ, ସେହି ଦେଶ ଅଧିକାରାର୍ଥେ ତହିଁ ମଧ୍ୟରେ ପ୍ରବେଶ କରିବାକୁ ଆଜ୍ଞା କଲ। ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣା ଗ୍ରୀବା ଶକ୍ତ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, ଆଉ ପାଳିବାକୁ ଅସମତ ହେଲେ। କିଏ ବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଥିଲ, ତାହା ସ୍ମରଣରେ ରଖିଲ ନାହିଁ। ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ। ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ। ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ। ହଁ, ଯେତେବେଳେ ସେମାନେ ଛାଞ୍ଚରେ ଢଳା ଏକ ଗୋବତ୍ସ ନିର୍ମାଣ କଲେ ଓ ଯେଉଁ ଦେବତା ତୁମ୍ଭକୁ ମିଶ୍ର ଦେଶରୁ ବାହାର କରି ଆଣିଲେ, ସେ ଏହା କହି ମହାବିରକ୍ତିଜନକ କାର୍ଯ୍ୟ କଲେ, ସେତେବେଳେ ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ। ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ, କିଏ ବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ। ଆହୁରି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନା ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ। ତୁମ୍ଭେ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ। ସେମାନଙ୍କର କିଛି ଅଭାବ ହେଲା ନାହିଁ, ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ। ଆହୁରି ତୁମ୍ଭେ ସେମାନଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ। ତହୁଁ ସେମାନେ ସିହୋନ ଦେଶ ଅର୍ଥାତ୍ ହିସବୋନ ରାଜାର ଦେଶ ଓ ବାସନର ଓଗ୍ ରାଜାର ଦେଶ ଅଧିକାର କଲେ। ଆହୁରି ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଆକାଶର ନକ୍ଷତ୍ରଗଣ ତୁଲ୍ୟ ବହୁ ସଂଖ୍ୟକ କଲ ଓ ଯେଉଁ ଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପିତୃଗଣକୁ କହିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ। ଏହି ରୂପେ ସେହି ସନ୍ତାନଗଣ ଦେଶରେ ପ୍ରବେଶ କରି ଅଧିକାର କଲେ। ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ ଓ ସେମାନେ ଯେପରି ଆପଣା ଇଚ୍ଛାମତ ବ୍ୟବହାର କରିବେ, ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣକୁ ଓ ଦେଶସ୍ଥ ନାନା ଗୋଷ୍ଠୀକି ସେମାନଙ୍କ ହସ୍ତରେ ସମର୍ପଣ କଲ। ତହିଁରେ ସେମାନେ ପ୍ରାଚୀର ବେଷ୍ଟିତ ନଗର ସକଳ ଓ ଉର୍ବରା ଭୂମି ନେଲେ, ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର ଓ ଜିତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ। ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳଦାନରେ ଆନନ୍ଦ କଲେ। ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ। ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କ ବିପକ୍ଷରେ ସାକ୍ଷ୍ୟ ଦେଲେ, ସେମାନଙ୍କୁ ବଧ କଲେ ଓ ମହାବିରକ୍ତିଜନକ କାର୍ଯ୍ୟ କଲେ। ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷ ଗଣ ହସ୍ତରେ ସମର୍ପଣ କରନ୍ତେ ସେମାନେ ସେମାନଙ୍କୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ, ଆଉ ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ। ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ। ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କରନ୍ତେ ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ, ଆଉ ଅନେକ ଥର
ତୁମ୍ଭେ ଆପଣା ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ। ପୁଣି ସେମାନଙ୍କୁ ପୁନର୍ବାର ଆପଣା ବ୍ୟବସ୍ଥା ରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲ। ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ। ମାତ୍ର ଯାହା ପାଳିଲେ ମନୁଷ୍ୟ ବଞ୍ଚିବ, ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ। ପୁଣି ସ୍କନ୍ଧ ଘୁଞ୍ଚାଇ ନେଲେ ଓ ଆପଣା ଆପଣା ଗ୍ରୀବା ଶକ୍ତ କଲେ ଓ ଶୁଣିବାକୁ ଅସମତ ହେଲେ। ତଥାପି ବହୁ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କ କଥା ସହ୍ୟ କଲ ଓ ଆପଣା ଆତ୍ମା ଦ୍ୱାରା ଆପଣା ଭବିଷ୍ୟତ ବକ୍ତାଗଣ ଦେଇ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଲ। ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ସମ୍ମତ ହେଲେ ନାହିଁ। ଏହେତୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀ ଗୋଷ୍ଠୀମାନଙ୍କ ହସ୍ତରେ ସମର୍ପଣ କଲ। ତଥାପି ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ନିଃଶେଷ କଲ ନାହିଁ, ଅବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ, କାରଣ ତୁମ୍ଭେ କୃପାମୟ ଓ ଦୟାଳୁ ପରମେଶ୍ୱର ଅଟ। ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ଅସୁରୀୟ ରାଜଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟତ ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ କ୍ଲେଶ ଘଟିଅଛି, ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ। ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ, କାରଣ ତୁମ୍ଭେ ସତ୍ୟ ବ୍ୟବହାର କରିଅଛ। ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। ପୁଣି ଆମ୍ଭମାନଙ୍କ ରାଜଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରିନାହାନ୍ତି, କିଏବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲ, ତହିଁରେ କର୍ଣ୍ଣପାତ କରିନାହାନ୍ତି। ଯେଣୁ ସେମାନେ ଆପଣାମାନଙ୍କ ରାଜ୍ୟରେ, ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରିନାହାନ୍ତି, କିଏବା ଆପଣା ଆପଣା ଦୁଷ୍କର୍ମରୁ ଫେରିନାହାନ୍ତି। ଦେଖ, ଆଜି ଆମ୍ଭେମାନେ ଦାସ ହୋଇଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ, ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ। ଆଉ ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜଗଣକୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନଙ୍କ ପ୍ରତି ସେହି ଦେଶ ପ୍ରଚୁର ଫଳ ଉତ୍ପନ୍ନ କରୁଅଛି ମଧ୍ୟ। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭେମାନେ ମହାକ୍ଲେଶରେ ଅଛୁ। ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ। ଆଉ ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି। ନିହମିୟା ଅଧ୍ୟାୟ 10। ମୋହରାଙ୍କନକାରୀମାନଙ୍କର ନାମ ଏହି, ଯଥା ହକ୍ଲିୟର ପୁତ୍ର ନିହମିୟା ଶାସନକର୍ତ୍ତା ଓ ସିଦିକିୟ, ସରାୟ, ଅସର୍ୟ, ଜିରିମିୟ, ପଶହୁର, ଅମରିୟ, ମଲ୍କିୟ, ହଟୁଷ, ଶବନ୍ୟ, ମଲ୍ଲୁକ, ହାରିମ, ମରେମୋତ, ଓବଦ୍ୟ, ଦାନିଏଲ, ଗିନଥୋନ, ବାରକ, ମଶୁଲମ, ଅବିୟ, ମିୟାମିନ, ମାସିୟ, ବିଲଗୟ, ସମୟ, ଏମାନେ ଯାଜକ ଥିଲେ। ଆଉ ଲେବୀୟଗଣ ଯଥା ଅସନ୍ୟର ପୁତ୍ର ଜେସୁୟ, ହେନାଦଦର ସନ୍ତାନଗଣ ମଧ୍ୟରୁ ବିନୁଇ ଓ କଦ୍ମିଏଲ, ପୁଣି ସେମାନଙ୍କର ଭ୍ରାତୃଗଣ ଶବନୀୟ, ହୋଦିୟ, କଲିଟ, ପଲାୟ, ହାନନ, ମିଖା, ରହବ, ହସବୀୟ, ସକ୍କୁର, ସେରେବୀୟ, ଶବନୀୟ, ହୋଦିୟ, ବାନି, ବନାନୁ। ଲୋକମାନଙ୍କର ପ୍ରଧାନ ବର୍ଗ ଯଥା ପରିୟସ, ପହତ ମୋୟାବ, ଏଲମ, ସତୁ, ବାନି, ବୁନି, ଅସଗଦ, ବେବୟ, ଅଦନ୍ୟ, ବିଗବୟ, ଆଦିନ, ଆଟେର, ହିଜିକିୟ, ଅସୁର, ହୋଦିୟ, ହସୁମ, ବେତସୟ, ହାରିଫ, ଅନାଥୋତ, ନୋବୟ, ମକପିୟସ, ମଶୁଲମ, ହେସିର, ମଶେସବେଲ, ସାଦକ, ଜିଦୁୟ, ପଲାଟିୟ, ହାନନ, ଅନାୟ, ହୋସେୟ, ହନାନିୟ, ହସୁବ, ହୋଲେହେସ, ପିଲ୍ହ, ସୋବେକ, ରହୁମ, ହସବନା, ମାସେୟ, ପୁଣି ଅହିୟ, ହାନନ, ଅନାନ, ମଲ୍ଲୁକ, ହାରିମ, ବାନା। ପୁଣି ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥିନୀୟମାନେ ଓ ଯେ ସମସ୍ତ ଲୋକ
ନାନା ଦେଶସ୍ଥ ଗୋଷ୍ଠୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ୍ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ। ସେମାନେ ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ। ସେମାନେ ଆପଣମାନଙ୍କ ଭ୍ରାତୃଗଣ, ଆପଣମାନଙ୍କ କୁଳୀନଗଣ ପ୍ରତି ଆସକ୍ତ ହୋଇ ପରମେଶ୍ୱରଙ୍କ ଦାସ ମୋଶାଙ୍କ ଦ୍ୱାରା ଦତ୍ତ ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ଶାସନ ଓ ବିଧି ମନୋଯୋଗ ପୂର୍ବକ ପାଳିବା ପାଇଁ ଶପଥ ଓ ପ୍ରତିଜ୍ଞା କଲେ। ଆଉ କହିଲେ, ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣମାନଙ୍କ କନ୍ୟାଗଣ ଦେବୁ ନାହିଁ, କିମ୍ବା ଆପଣମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ। ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ ଆମ୍ଭେମାନେ ବିଶ୍ରାମ ଦିନରେ କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ିଦେବୁ। ଆହୁରି ଆମ୍ଭେମାନେ ଆପଣମାନଙ୍କ ପରମେଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ ଅର୍ଥାତ୍ ଦର୍ଶନୀୟ ରୋଟିର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମବାରର, ଅମାବାସ୍ୟାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତାର୍ଥକ ପାପବଳିର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର ସମସ୍ତ କାର୍ଯ୍ୟ ନିମନ୍ତେ ପ୍ରତିବର୍ଷ 1 ଶେକଲର ତୃତୀୟାଂଶ ଦାନ କରିବା ଭାର ଆପଣମାନଙ୍କ ଉପରେ ନେବାର ବିଧାନ କଲୁ। ପୁଣି ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦୀ ଉପରେ ଜଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭେମାନେ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ ଅର୍ଥାତ୍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠ ଦାନ ବିଷୟରେ ଗୁଲିବାଣ୍ଟ କଲୁ। ଆହୁରି ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥାର ଲିଖନାନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ, ପୁଣି ଆମ୍ଭମାନଙ୍କ ଚକଟା ମଇଦାର ଅଗ୍ନିମାଂସ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ, ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର କୋଠରୀକି ଆଣିବା ପାଇଁ, ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି ନଗରରେ ଦଶମାଂଶ ଆଦାୟ କରନ୍ତି। ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କର ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ଗୃହସ୍ଥିତ ଭଣ୍ଡାର କୋଠରୀକି ଦଶମାଂଶର ଦଶମାଂଶ ଆଣିବେ। କାରଣ ପବିତ୍ର ସ୍ଥାନର ପାତ୍ର ସବୁ ଓ ପରିଚାରକ ଯାଜକମାନେ ଆଉ ଦ୍ୱାରପାଳମାନେ ଓ ଗାୟକମାନେ ଯେଉଁ ସବୁ କୋଠରୀରେ ଥାଆନ୍ତି, ସେଠାକୁ ଇସ୍ରାଏଲ ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ। ପୁଣି ଆମ୍ଭେମାନେ ଆପଣମାନଙ୍କ ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ। ନିହମିୟା ଅଧ୍ୟାୟ 11। ପୁଣି ଲୋକମାନଙ୍କ ଅଧିପତି ବର୍ଗ ଜିରୁସାଲେମରେ ବାସ କଲେ। ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଜିରୁସାଲେମରେ ବାସ କରିବା ନିମନ୍ତେ ପ୍ରତି 10 ଜଣ ମଧ୍ୟରୁ 1 ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ 9 ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଳିବାଣ୍ଟ କଲେ। ଆଉ ଯେଉଁମାନେ ଜିରୁସାଲେମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ। ପ୍ରଦେଶର ଏହି ପ୍ରଧାନ ବର୍ଗ ଜିରୁସାଲେମରେ ବାସ କଲେ। ମାତ୍ର ଜିହୁଦାର ନାନା ନଗରରେ ଲୋକମାନେ ଅର୍ଥାତ୍ ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥିନୀୟମାନେ ଓ ସଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ। ପୁଣି ଜିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମିନର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଜିରୁସାଲେମରେ ବାସ କଲେ। ଜିହୁଦାର ସନ୍ତାନଗଣ ମଧ୍ୟରୁ ଉସିୟର ପୁତ୍ର ଅଥାୟ, ସେହି ଉସିୟ ଜିଖରିୟର ପୁତ୍ର, ଜିଖରିୟ ଅମରିୟର ପୁତ୍ର, ଅମରିୟ ସଫଟିୟର ପୁତ୍ର, ସଫଟିୟ ମହଲେଲର ପୁତ୍ର, ମହଲେଲ ପେରସ୍ ସନ୍ତାନଗଣ ମଧ୍ୟରୁ ଜଣେ। ଆଉ ବାରୁକର ପୁତ୍ର ମାସେୟ, ସେହି ବାରୁକ କଲହୋସିର ପୁତ୍ର, କଲହୋସି ହସାୟର ପୁତ୍ର, ହସାୟ ଅଦାୟର ପୁତ୍ର, ଅଦାୟା ଜୟାରିବ୍ର ପୁତ୍ର, ଜୟାରିବ୍ ଜିଖରିୟର ପୁତ୍ର, ଜିଖରିୟ ସିଲୋନିର ପୁତ୍ର।
ପେରସ୍ର ସନ୍ତାନ ସର୍ବସୁଦ୍ଧା 468 ଜଣ ବୀର ପୁରୁଷ ଜେରୁସାଲେମରେ ବାସ କଲେ। ବିନ୍ୟାମିନର ସନ୍ତାନଗଣ ଯଥା ମସୁଲମର ପୁତ୍ର ସଲୁ, ସେହି ମସୁଲମ ଜୋଏଦର ପୁତ୍ର, ଜୋଏଦ ପଦାୟର ପୁତ୍ର, ପଦାୟ କୋଲାୟର ପୁତ୍ର, କୋଲାୟ ମାସେୟର ପୁତ୍ର, ମାସେୟ ଇଥିଏଲର ପୁତ୍ର, ଇଥିଏଲ ଜିସାହର ପୁତ୍ର। ପୁଣି ତାହାଛଡ଼ା ଗଦୟ, ସଲୟ ଆଦି 928 ଜଣ। ଆଉ ଶିଖ୍ରିର ପୁତ୍ର ଜୋଏଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୟର ପୁତ୍ର ଜିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା। ଯାଜକମାନଙ୍କ ମଧ୍ୟରୁ ଯଥା ଜୋୟାରିବ୍ର ପୁତ୍ର ଜିଦୟ, ଜାଖିନ୍, ହିଲ୍କିୟର ପୁତ୍ର ସରାୟ, ସେହି ହିଲ୍କିୟ ମସୁଲମର ପୁତ୍ର, ମସୁଲମ ସାଦକର ପୁତ୍ର, ସାଦକ ମରାୟତର ପୁତ୍ର, ମରାୟତ ଅହିଟୁବ୍ର ପୁତ୍ର, ଅହିଟୁବ୍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା। ଗୃହର କର୍ମକାରୀ ସେମାନଙ୍କର ଭ୍ରାତୃଗଣ 822 ଜଣ ଥିଲେ। ପୁଣି ଜିରୋହମର ପୁତ୍ର ଅଦାୟା, ସେହି ଜିରୋହମ ପଲିଲୟର ପୁତ୍ର, ପଲିଲୟ ଅମ୍ସିର ପୁତ୍ର, ଅମ୍ସି ଜିଖରିୟର ପୁତ୍ର, ଜିଖରିୟ ପଶହୁରର ପୁତ୍ର, ପଶହୁର ମଲକିଏଲର ପୁତ୍ର। ପୁଣି ଅଦାୟାର ଭ୍ରାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ। ଅସ୍ରେଲର ପୁତ୍ର ଅମସୟ, ସେହି ଅସ୍ରେଲ ଅହସୟର ପୁତ୍ର, ସେହି ଅହସୟ ମସିଲେମତର ପୁତ୍ର, ମସିଲେମତ ଇମେରର ପୁତ୍ର। ଆଉ ସେମାନଙ୍କ ଭ୍ରାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗବୋଲିମର ପୁତ୍ର ସବ୍ଦିଏଲ ସେମାନଙ୍କ ଅଧ୍ୟକ୍ଷ ଥିଲା। ଲେବିୟମାନଙ୍କ ମଧ୍ୟରୁ ଯଥା ହସୁବ୍ର ପୁତ୍ର ସମୟ, ସେହି ହସୁବ ଅସ୍ରିକାମର ପୁତ୍ର, ଅସ୍ରିକାମ ହସବିୟର ପୁତ୍ର, ହସବିୟ ବୁନିର ପୁତ୍ର। ଆହୁରି ଲେବୀୟ ପ୍ରଧାନବର୍ଗ ମଧ୍ୟରୁ ଶବ୍ଦଥୟ ଓ ଯୋସାବଦ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ। ଆଉ ଆସଫର ବଂଶଜାତ ଶବ୍ଦିର ପୌତ୍ର ମିକାର ପୁତ୍ର ମତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକବୁକିୟ ଦ୍ୱିତୀୟ ଥିଲା। ପୁଣି ଜିଦୁଥୁନ ବଂଶଜାତ ଗାଲଲର ପୌତ୍ର ସମୁଏର ପୁତ୍ର ଅବ୍ଦ। ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା 284 ଜଣ ଥିଲେ। ଆହୁରି ଦ୍ୱାରପାଳ, ଅକ୍କୁବ, ଟଲମୋନ ଓ ନଗର ଦ୍ୱାର ସମୂହରେ ପ୍ରହରୀ କର୍ମକାରୀ ସେମାନଙ୍କର ଭ୍ରାତୃଗଣ 172 ଜଣ ଥିଲେ। ପୁଣି ଇସ୍ରାଏଲର ଯାଜକମାନଙ୍କର, ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଜିହୁଦାର ସମସ୍ତ ନଗରରେ ପ୍ରତ୍ୟେକ ଆପଣା ଆପଣା ଅଧିକାରରେ ରହିଲେ। ନଥିନୀୟ ଲୋକମାନେ ଓଫଲରେ ବାସ କଲେ। ଆଉ ସିହ ଓ ଗିସ୍ପ ନଥିନୀୟମାନଙ୍କର ଅଧ୍ୟକ୍ଷ ଥିଲେ। ଆସବ ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମିକାର ବୃଦ୍ଧ ପ୍ରପୌତ୍ର, ମତନୀୟର ପ୍ରପୌତ୍ର, ହସବିୟର ପୌତ୍ର, ବାନିର ପୁତ୍ର ଉସି ଜେରୁସାଲେମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା। ସେ ମଧ୍ୟ ପରମେଶ୍ୱରଙ୍କ ଗୃହ କାର୍ଯ୍ୟର ତତ୍ତ୍ୱାବଧାରଣ କଲା, କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା। ଆଉ ଜିହୁଦାର ପୁତ୍ର ସେରହର ବଂଶଜାତ ମସେସବେଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା। ପୁଣି ଜିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ ଅର୍ଥାତ୍ କିରିୟତ ଅର୍ବ ଓ ତହିଁର ଉପନଗରରେ, ଦିବୋନ ଓ ତହିଁର ଉପନଗରରେ, ଜିକବସେଲ ଓ ତହିଁର ଗ୍ରାମରେ, ଆଉ ଜେସୁଏରେ, ମୋଲାଦାରେ ଓ ବୈତ ପେଲେଟରେ, ଆଉ ହତ୍ସର ସୁଏଲରେ, ବେର୍ସେବା ଓ ତହିଁର ଉପନଗରରେ, ଆଉ ସିକ୍ଲଗରେ, ମକୋନା ଓ ତହିଁର ଉପନଗରରେ, ଆଉ ଅଇନରିମୋନରେ, ସରାୟରେ ଓ ଜର୍ମୁତରେ, ସାନହୋ, ଅଦୁଲମ ଓ ତହିଁର ଗ୍ରାମରେ, ଲାଖିସ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହି ରୂପେ ସେମାନେ ବେର୍ସେବାଠାରୁ ହିନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ। ବିନ୍ୟାମିନ ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ ମିକ୍ମସ ଓ ଅୟାରେ, ବୈଥେଲ ଓ ତହିଁର ଉପନଗରରେ, ଅନାଥୋତ, ନୋବୋ ଓ ଅନନିଆରେ, ହାତସୋର, ରାମା, ଗିତଇମରେ, ହାଦିଦ, ସବୋଇମ, ନବଲାଟରେ, ଲୋଦୋ ଓ ଓନୋ ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। ଆଉ ଜିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମିନ ସହିତ ସଂଯୁକ୍ତ ହେଲେ। ନିହମିୟା ଅଧ୍ୟାୟ 12। ଯେଉଁ ଯାଜକମାନେ ଓ ଲେବୀୟମାନେ ସଲଟିଏଲର ପୁତ୍ର ସରୁବାବିଲ ଓ ଜେସୁଅ ସଙ୍ଗେ ଆସିଥିଲେ, ସେମାନେ ଏହି ଯଥା ସରାୟ, ଜିରିମିୟ, ଏଜ୍ରା, ଅମରିୟ, ମଲୁକ, ହଟୁସ, ସଖନିୟ, ରହୁମ, ମରେମୋତ, ଇଦୋ, ଗିନଥୋୟ, ଅବିୟ, ମିୟାମିନ, ମୋଅଦିୟ, ବିଲଗା,
ସମୟ ଓ ଜୟାରିବ୍, ଜିଦୟ, ସଲ, ଆମୋକ, ହିଲ୍କିୟ, ଜିଦୟ ଏମାନେ ଜେସୁୟ ସମୟରେ ଯାଜକମାନଙ୍କ ଓ ଆପଣମାନଙ୍କ ଭ୍ରାତୃଗଣ ମଧ୍ୟରେ ପ୍ରଧାନ ଥିଲେ। ଆଉ ଲେବୀୟମାନେ ଯଥା ଜେସୁୟ, ବିନୁଇ, କଦ୍ମିଏଲ, ସେରେବିୟ, ଜିହୁଦା ଓ ମତନୀୟ। ଏହି ମତନୀୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ ସେବାର ଅଧ୍ୟକ୍ଷ ଥିଲେ। ମଧ୍ୟ ସେମାନଙ୍କର ଭ୍ରାତା ବକ୍ବୁକିୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀ କର୍ମ କଲେ। ପୁଣି ଜେସୁୟର ପୁତ୍ର ଜୋୟାକିମ୍, ଜୋୟାକିମ୍ର ପୁତ୍ର ଇଲିଆସିବ୍ ଓ ଇଲିଆସିବ୍ର ପୁତ୍ର ଜୋୟାଦ, ଜୋୟାଦର ପୁତ୍ର ଜୋନାଥନ ଓ ଜୋନାଥନର ପୁତ୍ର ଜିଦୁୟ। ପୁଣି ଜୋୟାକିମ୍ର ସମୟରେ ଏହି ଯାଜକମାନେ ପିତୃବଂଶ ପ୍ରଧାନ ଥିଲେ, ଯଥା ସରାୟ ବଂଶର ମରାୟ, ଜିରିମିୟ ବଂଶର ହନାନିୟ, ଏଜ୍ରା ବଂଶର ମସୁଲମ, ଅମରିୟ ବଂଶର ଜିହୋହାନନ, ମଲୁକି ବଂଶର ଜୋନାଥନ, ସବନୀୟ ବଂଶର ଯୋସେଫ, ହାରିମ ବଂଶର ଅଦନ, ମରାୟତ ବଂଶର ହିଲ୍କିୟ, ଇଦ ବଂଶର ଜିଖରିୟ, ଗିନେଥନ ବଂଶର ମସୁଲମ, ଅବିୟ ବଂଶର ସିକ୍ରି, ମିନ୍ୟାମିନ ବଂଶର ମୋଅଦୀୟ ବଂଶର ପିଲ୍ଟେୟ, ବିଲଗା ବଂଶର ସମୁୟ, ସମୟ ବଂଶର ଜିହୋନାଥନ, ଆଉ ଜୋୟାରିବ୍ ବଂଶର ମତନୟ, ଜିଦଦୀୟ ବଂଶର ଉସି, ସଲୟ ବଂଶର କଲୟ, ଆମୋକ ବଂଶର ଏବର, ହିଲ୍କିୟ ବଂଶର ହସବୀୟ, ଜିଦୟ ବଂଶର ନଥନେଲ, ଇଲିଆସିବ୍, ଜୋୟାଦ ଓ ଯୋହାନନ ଓ ଜିଦୁୟ ସମୟରେ ଲେବୀୟମାନେ ମଧ୍ୟ ପାରସିକ ଦାରିଆବସର ଅଧିକାର ସମୟରେ ଯାଜକମାନେ ପିତୃବଂଶ ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ। ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିଆସିବ୍ର ପୁତ୍ର ଯୋହାନନର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା। ଲେବୀୟମାନଙ୍କର ପ୍ରଧାନଗଣ ହସବୀୟ, ସେରେବିୟ ଓ କଦ୍ମିଏଲର ପୁତ୍ର ଜେସୁୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ। ମତନୀୟ ଓ ବକ୍ବୁକିୟ, ଓବଦୀୟ, ମସୁଲମ, ଟଲମୋନ, ଅକ୍କୁବ ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର ଗୃହ ସକଳର ପ୍ରହରୀ କର୍ମ କଲେ। ଏମାନେ ଯୋସାଦାକର ପୌତ୍ର ଜେସୁୟର ପୁତ୍ର ଜୋୟାକିମ୍ ସମୟରେ, ଆଉ ଶାସନକର୍ତ୍ତା ନିହିମିୟା ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ। ଅନନ୍ତର ଜିରୁସାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଜିରୁସାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ। ଆଉ ଗାୟକମାନଙ୍କ ସନ୍ତାନଗଣ ଜିରୁସାଲମରେ ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତିୟମାନଙ୍କ ନାନା ଗ୍ରାମରୁ ମଧ୍ୟ ବଇତ୍ ଗିଲଗଲରୁ ଆଉ ଗେବା ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ, କାରଣ ଗାୟକମାନେ ଜିରୁସାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ। ପୁଣି ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ସୂଚୀ କଲେ, ଆଉ ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ସୂଚୀ କଲେ। ଏଥିଉତ୍ତାରେ ମୁଁ ଜିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି, ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ 2 ମହାଦଳ ନିଯୁକ୍ତ କଲି। ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀର ଉପର ଦେଇ ଖତଦ୍ୱାର ଆଡ଼କୁ ଗଲେ। ପୁଣି ସେମାନଙ୍କ ପଛେ ହୋସୋଇୟ ଓ ଜିହୁଦାର ଅଧିପତି ବର୍ଗର ଅର୍ଦ୍ଧେକ, ଆଉ ଅସର୍ୟ, ଏଜ୍ରା ଓ ମସୁଲମ, ଜିହୁଦା ଓ ବିନ୍ୟାମିନ ଓ ସମୟ ଓ ଜିରିମିୟ ଓ କେତେକ ଯାଜକ ସନ୍ତାନ ତୁରୀ ନେଇ ଗମନ କଲେ। ଆସବ ବଂଶଜାତ ସକୁର ବୃଦ୍ଧ ପ୍ରପୌତ୍ର, ମିଖାୟର ପ୍ରପୌତ୍ର, ମତନୀୟର ପୌତ୍ର, ସମୟର ପୁତ୍ର ଯେ ଜୋନାଥନ, ତାହାର ପୁତ୍ର ଜିଖରିୟ ଓ ତାହାର ଭ୍ରାତୃଗଣ ସମୟ ଓ ଅସରେଲ, ମିଲଲୟ, ଗିଲଲୟ, ମାଇୟ, ନଥନେଲ ଓ ଜିହୁଦା, ହନାନି ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ। ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲା। ପୁଣି ସେମାନେ ନିର୍ଝର ଦ୍ୱାର ନିକଟ ହୋଇ ଆପଣମାନଙ୍କ ସମ୍ମୁଖସ୍ଥ ସଳକ ପଥରେ ଦାଉଦ ନଗରର ପାବଛ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ। ପୁଣି ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ଭେଟିବାକୁ ଗଲେ। ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ। ଆଉ ଇଫ୍ରାଇମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟ ଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ
ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ। ଏହି ରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ, ଆଉ ଇଲିଆକିମ୍, ମାସେୟ, ମିନ୍ୟାମିନ୍, ମିଖାୟ, ଇଲିଓ, ଐନୟ, ଜିଖର୍ୟ, ହନାନ୍ୟ, ତୁରୀବାଦକ, ଏହି ଯାଜକମାନେ, ଆଉ ମାସେୟ ଓ ସମୟ ଓ ଇଲିଆସର ଓ ଉସି ଓ ଜିହୋହାନନ୍ ଓ ମଲକିୟ ଓ ଏଲମ୍ ଓ ଏସର, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଜିସ୍ରହୀୟ ଉଚ୍ଚୈଶ୍ୱରରେ ଗାନ କଲେ। ପୁଣି ସେହିଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ, କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଜିରୁସାଲମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ପୁଣି ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତ ହେଲେ। କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଜିହୁଦା ଆନନ୍ଦିତ ହୋଇଥିଲା। ପୁଣି ସେମାନେ ଦାଉଦ ଓ ତାଙ୍କର ପୁତ୍ର ସଲୋମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ଓ ଶୌଚର ରକ୍ଷଣୀୟ ରକ୍ଷା କଲେ। ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ। କାରଣ ପୂର୍ବକାଳେ ଦାଉଦ ଆସାଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା। ପୁଣି ସରୁବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରଣ ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ। ନିହିମିୟା ଅଧ୍ୟାୟ 13। ସେହିଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ ଅମୋନୀୟ ଓ ମୋଆବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ, କାରଣ ସେମାନେ ଅନ୍ନ ଜଳ ନେଇ ଇସ୍ରାଏଲ ସନ୍ତାନଗଣକୁ ଭେଟିଲେ ନାହିଁ। ମାତ୍ର ସେମାନଙ୍କୁ ଶାପ ଦେବା ନିମନ୍ତେ ସେମାନଙ୍କ ପ୍ରତିକୂଳରେ ବିଲିୟମକୁ ବେତନ ଦେଲେ। ତଥାପି ଆମ୍ଭମାନଙ୍କର ପରମେଶ୍ୱର ସେହି ଶାପକୁ ଆଶୀର୍ବାଦରେ ପରିଣତ କଲେ। ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ୍ କଲେ। ଏଥିପୂର୍ବେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରୀ ସକଳର ଅଧ୍ୟକ୍ଷ ଇଲିଆସିବ ଯାଜକ ଟୋବିୟର କୁଟୁମ୍ବ ହେବାରୁ ତାହା ନିମନ୍ତେ ଏକ ବୃହତ୍ କୋଠରୀ ପ୍ରସ୍ତୁତ କରିଥିଲା। ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ। ମାତ୍ର ମୁଁ ଏସବୁ ସମୟରେ ଜିରୁସାଲେମରେ ନଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାଙ୍କ ଅଧିକାରର 32 ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ଉତ୍ତାରେ ରାଜାଙ୍କୁ ବିଦାୟ ମାଗିଲି। ଏ ଉତ୍ତାରେ ମୁଁ ଜିରୁସାଲେମକୁ ଆସି ଇଲିଆସିବ ଟୋବିୟ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ଅନିଷ୍ଟ କରିଥିଲା ତାହା ବୁଝିଲି। ଏଥିରେ ମୁଁ ଅତ୍ୟନ୍ତ ଦୁଃଖିତ ହେଲି। ଏହେତୁ ମୁଁ ସେହି କୋଠରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇଦେଲି। ତେଣୁ ମୁଁ ଆଜ୍ଞା କରନ୍ତେ ସେମାନେ କୋଠରୀ ସବୁ ସୂଚୀ କଲେ। ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି। ଆହୁରି ମୁଁ ଦେଖିଲି ଯେ ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଇ ନଥିଲା। ତେଣୁ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ପ୍ରତ୍ୟେକେ ଆପଣା ଆପଣା ଭୂମିକି ପଳାଇ ଯାଇଥିଲେ। ତହିଁରେ କି ହେତୁ ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି, ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି। ପୁଣି ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି। ତେଣୁ ସମଗ୍ର ଜିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ। ତହିଁରେ ମୁଁ ସେଲିମିୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟାକୁ ଭଣ୍ଡାର ସମୂହର ଅଧ୍ୟକ୍ଷ କଲି। ସେମାନଙ୍କ ତଳେ ମତନିୟର ପୌତ୍ର ସକୁରର ପୁତ୍ର ହାନନ ରହିଲା, କାରଣ ସେମାନେ ବିଶ୍ୱସ୍ତ ଗଣିତ ଥିଲେ। ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା। ହେ ମୋହର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର। ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି, ମୋହରକୃତ ସେହି ସୁକର୍ମ ସବୁ ନିଭାଇ ନ ଦିଅ। ସେହି ସମୟରେ ମୁଁ ଜିହୁଦା ବଂଶରେ କେତେକ ଲୋକଙ୍କୁ ବିଶ୍ରାମବାରରେ ଦ୍ରାକ୍ଷାଯନ୍ତ୍ର ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ
ଓ ଗର୍ଦ୍ଦଭ ଉପରେ ବୋଝାଇ କରିବାର, ମଧ୍ୟ ବିଶ୍ରାମ ଦିନରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବୁରି ଫଳ ଓ ସର୍ବପ୍ରକାର ବୋଝ ଜିରୁସାଲେମକୁ ଆଣିବାର ଦେଖିଲି। ପୁଣି ଯେଉଁଦିନ ସେମାନେ ଭକ୍ଷ୍ୟଦ୍ରବ୍ୟ ବିକ୍ରୟ କଲେ, ସେହିଦିନ ମୁଁ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲି। ମଧ୍ୟ ନଗରରେ ସ୍ୱରୀୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ସର୍ବପ୍ରକାର ବିକ୍ରୟ ଦ୍ରବ୍ୟ ଆଣି ବିଶ୍ରାମ ବାରରେ ଜିହୁଦାର ସନ୍ତାନଗଣ ନିକଟରେ ଓ ଜିରୁସାଲେମରେ ବିକ୍ରୟ କଲେ। ତହିଁରେ ମୁଁ ଜିହୁଦାର କୁଳୀନମାନଙ୍କ ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରି ଏ କି କୁକର୍ମ କରୁଅଛ? ତୁମମାନଙ୍କ ପିତୃପୁରୁଷମାନେ କଣ ଏପରି କାର୍ଯ୍ୟ କଲେ ନାହିଁ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହି ସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ ଆହୁରି କୋପ ଆଣୁଅଛ। ଏଉତାରେ ବିଶ୍ରାମବାର ପୂର୍ବେ ଜିରୁସାଲେମର ଦ୍ୱାର ସବୁ ଅନ୍ଧାର ହେବାକୁ ଲାଗିବା ବେଳେ ମୁଁ କବାଟ ସବୁ ବନ୍ଦ କରିବାକୁ ଆଜ୍ଞା ଦେଲି। ଆହୁରି ବିଶ୍ରାମବାର ଗତ ନୋହିବା ପର୍ଯ୍ୟନ୍ତ ମେଲା ନ କରିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ କୌଣସି ବୋଝ ଭିତରକୁ ଅଣା ନ ଯିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାର ସମୂହରେ ନିଯୁକ୍ତ କଲି। ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ 1-2 ଥର ଜିରୁସାଲେମ ବାହାରେ ରାତ୍ରି କ୍ଷେପଣ କଲେ। ତହିଁରେ ମୁଁ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଇ ସେମାନଙ୍କୁ କହିଲି, ତୁମେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି କ୍ଷେପଣ କରୁଅଛ? ତୁମେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି। ସେହି ସମୟଠାରୁ ସେମାନେ ଆଉ ବିଶ୍ରାମ ବାରରେ ଆସିଲେ ନାହିଁ। ଏଉତାରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ଦିନ ପବିତ୍ର କରିବା ନିମନ୍ତେ ଆପଣା ଆପଣାକୁ ସୂଚୀ କରିବାକୁ ଓ ଆସି ଦ୍ୱାର ସବୁ ରକ୍ଷା କରିବାକୁ ଆଜ୍ଞା କଲି। ହେ ମୋହର ପରମେଶ୍ୱର, ମୋ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଦୟାର ମହତ୍ୱାନୁସାରେ ମତେ ରକ୍ଷା କର। ସେହି ସମୟରେ ମଧ୍ୟ ଯେଉଁ ଜିହୁଦୀମାନେ ଅଶ୍ଦୋଦ, ଅମୋନ ଓ ମୋଆବ ଦେଶିଆ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି। ପୁଣି ସେମାନଙ୍କ ବାଳକମାନେ ଅଧେ ଅଶ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ ଓ ଜିହୁଦୀୟ ଭାଷାରେ କଥାବାର୍ତ୍ତା କରିପାରିଲେ ନାହିଁ, ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ କଥା କହିଲେ। ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି। ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। ଇସ୍ରାଏଲର ରାଜା ସଲୋମନ କି ଏସବୁ କାର୍ଯ୍ୟ ଦ୍ୱାରା ପାପ କରିନଥିଲେ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନଥିଲେ ଓ ସେ ଆପଣା ପରମେଶ୍ୱରଙ୍କର ପ୍ରିୟପାତ୍ର ଥିଲେ। ପୁଣି ପରମେଶ୍ୱର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ। ତେବେ ବିଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିବା ଦ୍ୱାରା ଆମ୍ଭମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ଏହିସବୁ ମହାପାପ କରିବାକୁ କି ଆମ୍ଭେମାନେ ତୁମମାନଙ୍କ କଥା ଶୁଣିବୁ? ତହୁଁ ଇଲିଆସିବ ମହାଯାଜକର ପୌତ୍ର ଜିହୋୟାଦାର ଏକ ପୁତ୍ର ହୋରୋଣୀୟ ସନବଲଟର ଜ୍ୱାଇଁ ଥିଲା। ତେଣୁ ମୁଁ ତାହାକୁ ଆପଣା ନିକଟରୁ ତଡ଼ିଦେଲି। ହେ ମୋହର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ ପଦକୁ ଆଉ ଯାଜକ ପଦର ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି। ଏହି ରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିଷ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟାନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର ରକ୍ଷଣୀୟ ନିରୂପଣ କଲି। ଆଉ ନିରୂପିତ ସମୟରେ କାଷ୍ଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋହର ପରମେଶ୍ୱର, ମଙ୍ଗଳ ନିମନ୍ତେ ମତେ ସ୍ମରଣ କର।